गुड मॉर्निंग एवरीवन। आज जुलाई मास 19 तारिख शुक्रवार। आसंतु आजिर गुरुत्वपूर्ण खबर उपरे नजर पकाइबा। नंबर 1, केंद्रीय एवं उत्तर बंगोपसागर रे एक लघुचाप क्षेत्र सृष्टि होइछि। आगकू एही लघुचाप क्षेत्रटी दक्षिण पश्चिम दिगकू विस्तार करी अधिक घनीभूत होई आसंता 2 दिन मध्यरे उत्तर पश्चिम दिगकू ओडिशा उपकूल आड़कू गति करिवार संभावना अछि। एहार प्रभाव रे आजिठारू राज्ୟରେ विभिन्न ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି 4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେହିଭଳି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ଖବର, ବଢ଼ିବ ପିଏମ୍ ଆବାସ ଯୋଜନାର ରାଶି। କାର୍ଯ୍ୟକାଳ ଆରମ୍ଭ କରିବାର ପ୍ରଥମ କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ 3 କୋଟି ଘର ନିର୍ମାଣ ଯୋଜନାକୁ ଅନୁମୋଦନ କରାଯାଇଛି। ପିଏମ୍ ଆବାସ ଯୋଜନାରେ ଘର ପାଇବା ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ମଧ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ପିଏମ୍ ଆବାସ ଯୋଜନାରେ ସହାୟତା ରାଶି ମଧ୍ୟ ବୃଦ୍ଧି କରିବେ ମୋଦି ସରକାର। ଏହା ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ରାଶି ଅଧିକ ପାଇବେ ହିତାଧିକାରୀ। ଗତ 10 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସାରା ଦେଶରେ 4 କୋଟି 1 ଲକ୍ଷରୁ ଉର୍ଦ୍ଧ୍ୱ ଘର ବଣ୍ଟନ କରାଯାଇଛି। ଯେଉଁମାନଙ୍କର ବାର୍ଷିକ ଆୟ 3 ଲକ୍ଷ ଟଙ୍କାରୁ କମ୍ ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏହି ଯୋଜନା ପାଇବା ପାଇଁ ଆବେଦନକାରୀଙ୍କ ବୟସ 18 ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ଆଉ ଆବେଦନକାରୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ। ପରବର୍ତ୍ତୀ ଖବର, ଜଷ୍ଟିସ୍ ବିଶ୍ୱନାଥ ରଥ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ 7.5 ଘଣ୍ଟା ଲାଗିଲା। ସକାଳ 9:51ରେ ଆମେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ। ଅପରାହ୍ନ 5:15 ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସ୍ଥାନାନ୍ତରଣ ପାଇଁ ଆମ 11 ଜଣଙ୍କ ସହ ଅନ୍ୟମାନଙ୍କ ସହାୟତା ନେଇଥିଲୁ। ବିଶ୍ୱନାଥ ରଥ ଆହୁରି କହିଛନ୍ତି, ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି ସୁଡ଼ଙ୍ଗ ନାହିଁ। ଆମ ଆଖିରେ ଆମେ ସେମିତି କିଛି ସୁଡ଼ଙ୍ଗ ଦେଖିପାରିଲୁନି। ଗୁପ୍ତ ଭଣ୍ଡାର, ସୁଡ଼ଙ୍ଗ ହେଉଥିବା ଚର୍ଚ୍ଚା ତଥ୍ୟ ପର୍ଯ୍ୟବସିତ ନୁହେଁ। ଭିତର ରତ୍ନଭଣ୍ଡାରରେ ମୋଟ 7ଟି ସିନ୍ଦୁକ ଓ 3ଟି କାଠ ଆଲମିରା, ଗୋଟିଏ ଷ୍ଟିଲ୍ ଆଲମିରା ଥିଲା। 2ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା। ସମସ୍ତ ଆଲମାରୀ ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର ହୋଇଛି। ପରବର୍ତ୍ତୀ ଖବର, 18 କୋଟି ଲୋକଙ୍କ କଟିଯିବ ରାସନ କାର୍ଡ। ଖାଦ୍ୟ ବିଭାଗ ରାଜ୍ୟର ସମସ୍ତ ଜିଲ୍ଲାରେ ରାସନ କାର୍ଡ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇବା ଆରମ୍ଭ କରିଛି। ନିୟମ ଅନୁଯାୟୀ ଯେଉଁମାନେ ଆୟକର ଅଧୀନରେ ଆସନ୍ତି, 4 ଚକିଆ ଯାନ, ଏସି ଏବଂ 5 କେଭିଏ କିମ୍ବା ଅଧିକ କ୍ଷମତା ବିଶିଷ୍ଟ ଜେନେରେଟର ରଖିଛନ୍ତି ସେମାନଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇପାରିବ ନାହିଁ। ଏସବୁ ଜିନିଷ ପରେ ମଧ୍ୟ ଯଦି କାହା ପାଖରେ ରାସନ କାର୍ଡ ଅଛି ତେବେ ଏହି ଲୋକଙ୍କ ନାମ ମଧ୍ୟ ରାସନ କାର୍ଡ ତାଲିକାରୁ ହଟାଯିବ। ଗ୍ରାମାଞ୍ଚଳରେ ଯେଉଁମାନଙ୍କର ଏକରରୁ ଅଧିକ ଉର୍ବର ଜମି ଅଛି ଏବଂ ରାସନ କାର୍ଡ ଅଛି ସେମାନଙ୍କ ନାମ ଏହି ତାଲିକାରୁ ହଟାଯିବ। ଏହା ବ୍ୟତୀତ ସହରାଞ୍ଚଳରେ ରହୁଥିବା ଲୋକମାନେ, ଯଦିଓ ସେମାନଙ୍କ ପାଖରେ 100 ମିଟରରୁ ଅଧିକ ପ୍ଲଟ ଅଛି କିମ୍ବା ଏହା ଉପରେ ନିର୍ମିତ ଏକ ଘର ଅଛି ତେବେ ସେମାନେ ରାସନ କାର୍ଡର ଲାଭ ପାଇପାରିବେ ନାହିଁ। ଏଥିସହିତ ଗ୍ରାମାଞ୍ଚଳରେ ରହୁଥିବା ପରିବାରର ବାର୍ଷିକ ଆୟ 2 ଲକ୍ଷରୁ ଅଧିକ ତେବେ ସେମାନେ ଅଯୋଗ୍ୟ ବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ଆସିବେ। ପରବର୍ତ୍ତୀ ଖବର, ଭାରତୀୟ ଡାକ ବିଭାଗର ବିଭିନ୍ନ ସର୍କଲରେ ଗ୍ରାମୀଣ ଡାକ ସେବକ ପଦବୀରେ ବମ୍ପର ନିଯୁକ୍ତି ପ୍ରକାଶ କରିଛି। ମୋଟ 44,228 ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଏହି ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ଅଫିସିଆଲ ୱେବସାଇଟ ଇଣ୍ଡିଆନ ପୋଷ୍ଟ gds.online.gov.in ରେ ମଧ୍ୟ ପ୍ରକାଶ ପାଇଛି। ଜୁଲାଇ 15 ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ରହିଛି ଅଗଷ୍ଟ 5 ତାରିଖ। ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ଅନଲାଇନରେ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା, ଆଶାୟୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡର 10ମ ପାସ୍ କରିଥିବା ଆବଶ୍ୟକ। ଯେଉଁ ଆଶାୟୀମାନେ ଏହି ପୋଷ୍ଟ ପାଇଁ ଆବେଦନ କରୁଛନ୍ତି ସେମାନେ ସ୍ଥାନୀୟ ଭାଷା ଜାଣିଥିବା ଅପରିହାର୍ଯ୍ୟ। ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18 ବର୍ଷ ଏବଂ ସର୍ବାଧିକ 40 ବର୍ଷ ହେବା ଉଚିତ।
ପରବର୍ତ୍ତୀ ଖବର ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଏହି କମ୍ପାନୀରେ ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ଟଙ୍କା ମିଳିବାକୁ ଯାଉଛି। ସାହାରା ଇଣ୍ଡିଆର ରିଫଣ୍ଡ ପୋର୍ଟାଲରେ ଆପଣ ନିଜର ଆପ୍ଲିକେସନ ଷ୍ଟାଟସ୍ ଚେକ୍ କରିପାରିବେ। ସାହାରା ଇଣ୍ଡିଆର ରିଫଣ୍ଡ ପୋର୍ଟାଲରେ ନୂଆ ପେମେଣ୍ଟ ଲିଷ୍ଟ ଜାରି କରିଛି କମ୍ପାନୀ। ଏହି ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଯାଞ୍ଚ କରନ୍ତୁ। ବର୍ତ୍ତମାନ ପାଇଁ କେବଳ 4ଟି ସ୍କିମରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଫେରସ୍ତ କରାଯାଉଛି। ସେଗୁଡ଼ିକ ହେଉଛି ସାହାରା କ୍ରେଡିଟ କୋଅପରେଟିଭ ସୋସାଇଟି ଲିମିଟେଡ୍, ସାହାରାୟାନ ୟୁନିଭର୍ସାଲ ମଲ୍ଟିପରପଜ ସୋସାଇଟି ଲିମିଟେଡ୍, ହମାରା ଇଣ୍ଡିଆ କ୍ରେଡିଟ କୋଅପରେଟିଭ ସୋସାଇଟି ଲିମିଟେଡ୍ ଓ ଷ୍ଟାର୍ଟ ମଲ୍ଟିପରପଜ କୋଅପରେଟିଭ ସୋସାଇଟି ଲିମିଟେଡ୍ରେ ନିବେଶ କରିଥିବା ନିବେଶକଙ୍କୁ ଟଙ୍କା ଫେରସ୍ତ କରାଯିବ। ଆପଣ ବି ନିବେଶ ଟଙ୍କା ଫେରସ୍ତ ପାଇବାକୁ ଚାହୁଁଥିଲେ ଏହାର ଅଫିସିଆଲ ୱେବସାଇଟ୍ ଭିଜିଟ୍ କରିବାକୁ ହେବ।